ଠାକୁରବାଡ଼ିରୁ ବାହାରି ଆମେ ପୁଣି ପଳେଇ ଆସିଲୁ ସି ବିଚ୍କୁ। ସି ବିଚ୍ରେ ବହୁତ ଭିଡ଼ ଥିଲା, ସେଥିପାଇଁ ଆମେ ଆଉ ସେଠିକୁ ଗଲୁନି। ପୁଣି ଟର୍ନ ମାରିକି ପଳେଇଲୁ ଆମେ ଗୋଲ୍ଡେନ୍ ବିଚ୍କୁ। ଗୋଲ୍ଡେନ୍ ବିଚ୍ ପରେ ଆସିକି ପହଞ୍ଚିଗଲୁ। ଦେଖନ୍ତୁ ଲେଖା ହେଇଛି ଗୋଲ୍ଡେନ୍ ବିଚ୍ ପୁରୀ। ସେଠି ଆସିକି ପହଞ୍ଚିଗଲା ପରେ ଏଇଟା ସମୁଦ୍ର ତଟକୁ ଯିବା ରାସ୍ତା। ୱେ ଟୁ ସି ବିଚ୍ ଏଇଟା ଅଛି। ଆମେ ଏବେ ଯାଉଛୁ ଭିତରକୁ। ଏଇଟା ଗୋଲ୍ଡେନ୍ ପ୍ଲେସ୍ ଅଛି, ମାନେ ଆମର ରହିବା ପାଇଁ ହୋଟେଲରେ ଗୋଟେ ଅଛି ସେଇଠି। ଗୋଲ୍ଡେନ୍ ପ୍ଲେସ୍ରେ ଫାଇନାଲି ଆମେ ପହଞ୍ଚିଗଲୁ। ଏବେ ଭିତରକୁ ଯିବୁ। ଆମର ସିକ୍ୟୁରିଟି ଭାଇ ବସିଛନ୍ତି ସାମ୍ନାରେ। ଏଇଟା ବଡ଼ ଗେଟ୍ଟେ ଲାଗିଛି। ଆମେ ଏବେ ଯାଉଛୁ ଭିତରକୁ। ବହୁତ ଲୋକ ବି ଏଠି ଅଛନ୍ତି। ଅବଶ୍ୟ ନର୍ମାଲ୍ ବିଚ୍ରୁ ଏଠି ଗୋଲ୍ଡେନ୍ ବିଚ୍ରେ ବହୁତ କମ୍ ଲୋକ ଅଛନ୍ତି। ରାତି ବି ହେଇଗଲାଣି ନା, ଲଗଭଗ 7:38 ହେଇଗଲାଣି। ତ ସେଥିପାଇଁ ଆମେ ଆସିଗଲୁ ଏବେ। କେତେ ବଢ଼ିଆ ହେଇଛି ଦେଖନ୍ତୁ, ତାର ନଜାରା ବହୁତ ବଢ଼ିଆ ହେଇଛି। ଏଠି ଗୋଟେ ଛୋଟ ପାର୍କଟେ ବି ଅଛି ଛୁଆମାନଙ୍କର ଖେଳିବା ପାଇଁ। ସେଠି ଖେଳୁଛନ୍ତି। ଆମେ ସବୁ ଭିତରକୁ ଏବେ ଯାଉଛୁ। ବଢ଼ିଆ ପବନ ଦେଉଛି, କେତେ ବଢ଼ିଆ। ଆମେ ଆରାମସେ ଏନ୍ଜୟ କରୁଛୁ ଏଠି ଫାଙ୍କାରେ ପୁରା। ବେଶୀ ଭିଡ଼ ବି ନାହିଁ, କିଛି ନାହିଁ। ଫାଇନାଲି ବିଚ୍ ପାଖରେ ଆମେ ପହଞ୍ଚିଗଲୁ। କେତେ ବଢ଼ିଆ ଲହଡ଼ି ଆସୁଛି ଦେଖନ୍ତୁ ପୁରା। ଏବେ ରାତି ଟାଇମ୍ରେ ବି ଆହୁରି କେତେ ଜୋରସେ ଲହଡ଼ି ଆସୁଛି। ମୋ ସୁନା ଆଉ ବାର୍ବି ତ ପୁରା ଖାଲି ଗାଧେଇବା ପାଇଁ ରେଡ଼ି, କିନ୍ତୁ ଆମକୁ ଡର ଲାଗୁଥାଏ କାରଣ ଏତେ ଜୋରସେ ଲହଡ଼ିଟା ଆସୁଥିଲା ଯେ, ସେଥିପାଇଁ ବହୁତ ଡରି ଆମେ ନାନୀର ମୋର ଛୁଆ ଦୁଇଟାକୁ ଧରିଥିଲୁ ଆଉ ଧରିକି ସେଠି ଠିଆ ହେଇଛୁ। ଲଗଭଗ ସମସ୍ତେ ଆମେ ଓଦା ହେଇଗଲୁଣି। ଏବେ ତ ଦିନ ନୁହଁ, ରାତି। ନହେଲେ ଦିନ ହେଇଥିଲେ ଗାଧେଇଥାନ୍ତୁ କି ଯାହା ହେଲେ, ବଟ୍ ଯେହେତୁ ଗାଧେଇ ପାରୁନୁ ସେଥିଲାଗି ଛୁଆମାନେ ଏନ୍ଜୟ କରୁଛନ୍ତି। ଆମେ ବି ଟିକେ ଓଦା ହେଇ ଏନ୍ଜୟ କରୁଛୁ ଆଉ। ତ ସରିଲା ପରେ ପୁଣି ଏବେ ପଳେଇ ଆସିଲେ। ଏଠି ଆମର ଏକ୍ୱା ୱାଟର୍ ଅଛି, ଯେଉଁଟାକି ଡିଷ୍ଟିଲ୍ ୱାଟର୍ ପାଣି ପିଇବା ପାଇଁ। ସେଥିପାଇଁ ଆମେ ପହଞ୍ଚିଗଲୁ ସେଠି। ପୁଣି ଏବେ ପାଣି ବି ସେଠି ଗ୍ଲାସ୍ରେ ୟୁଜ୍ ଆଣ୍ଡ୍ ଥ୍ରୋ ଗ୍ଲାସ୍ ରଖିଥିଲେ, ଗ୍ଲାସ୍ରେ ହିଁ ପିଉଛୁ। ପିଇ ସାରିଲା ପରେ ଏବେ ଆମେ ଟିକେ ବିଚ୍ ଆଡ଼େ ପଳେଇ ଆସିଲା। ଆଉଥରେ ବସିକି ଟିକେ ରେଷ୍ଟ ନେବୁ। ରେଷ୍ଟ ନେଇକି ପୁଣି ବାହାରିବୁ। ତ ରେଷ୍ଟ ନେବା ପାଇଁ ଏଠି କେତେ ବଢ଼ିଆ ଶୋ କରିକି ଗୋଟେ ଚେୟାରଟେ ରଖିଛନ୍ତି। ଉପରେ ଗୋଟେ କେତେ ବଢ଼ିଆ ଡିଜାଇନଟେ କରିକିନା ରଖିଛନ୍ତି ଦେଖନ୍ତୁ। ଏବେ ଆମେ ଆରାମସେ ବସିଯାଇଛୁ 2 ଜଣ। ଆଉ ନାନୀ ଜିଜୁ ଏକା ଯାଇଛନ୍ତି ଟିକେ ଫ୍ରେଶ୍ ହେବା ପାଇଁ। ସେଥିପାଇଁ ଆମେ ଏଠି ଶାନ୍ତିରେ ବସିଯାଇଛୁ। ମୋ ସୁନା ତ ବାଲିରେ ଧୁମ୍ ଖେଳୁଛି। ସୋ ଫାଇନାଲି ଆମର ବୁଲାବୁଲି ସରିଗଲା। ଏବେ ଆମେ ବାହାରୁଛୁ ଗେଟ୍ରୁ ବାହାରକୁ। ଏବେ ବାହାରୁଛୁ। ବାହାରି ବୁଲାବୁଲି ତ ସବୁ ସରିଗଲା। ଏବେ ପଳେଇ ଆସିଲୁ। ଫାଇନାଲି ଆଜିର ବୁଲା ସରିଲା। ଆମେ ଏବେ ଘରକୁ ବାହାରୁଛୁ। ଭିଡ଼ିଓଟି ଭଲ ଲାଗିଥିଲେ ଆପଣ ଲାଇକ୍ ଏବଂ ସବସ୍କ୍ରାଇବ୍ ନିହାତି କରିବେ। ଆଉ ଆପଣମାନେ ସବସ୍କ୍ରାଇବ୍ କରିବା ପାଇଁ ଟିକେ ଭୁଲି ଯାଉଛନ୍ତି। ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ ମୋ ଚ୍ୟାନେଲ୍କୁ ଯଦି ଭଲ ଲାଗୁଛି ମୋ ଭିଡ଼ିଓ ମାନେ। ଆଗକୁ ଆମେ ଯୁଆଡ଼େ ଯିବୁ ଆପଣଙ୍କୁ ପୁଣି ଦେଖେଇବି। ବାଏ ବାଏ, ଗୁଡ଼୍ ନାଇଟ୍।